এটা তো গণমাধ্যমের লজ্জার কথা, দুঃখের কথা। ମୁଁ ଦୁଃଖ ପ୍ରକାଶ କରୁଛି ଯେ ଗଣମାଧ୍ୟମ ଯୋଉ ଚତୁର୍ଥ ସ୍ତମ୍ଭ ସେମାନଙ୍କୁ ସେମାନେ ବାଧ୍ୟ ହଉଛନ୍ତି, ସେମାନେ ଅପମାନିତ କରାଯାଉଛି, ସେମାନେ ବାଧ୍ୟ ହଉଛନ୍ତି ସେମାନେ ଧାରଣା ବସିବା ପାଇଁ। ଏବଂ ଯୋଉଠି ଆପଣ ଦେଖୁଛନ୍ତି ନିର୍ବାଚିତ ଏକ୍ସଏମଏଲ ଏକ୍ସଏମପି କୁ ପାସ୍ ନେଇ ସେଠି ଗଣମାଧ୍ୟମରେ କୋଉଠି ପଚାରିବେ। ଦୁଃଖର ସହିତ କହିବାକୁ ଯାଉଛି ଯେ ଗଣମାଧ୍ୟମ ହେଲା ଚତୁର୍ଥ ସ୍ତମ୍ଭ, କିନ୍ତୁ ଯୋଉ ଗଣମାଧ୍ୟମକୁ ସେମାନେ ପରବର ପ୍ରଥମ ଦିନରେ ମଧ୍ୟ ସେମାନେ ବହୁତ ଅପମାନିତ କଲେ ଏବଂ ଦ୍ୱିତୀୟ ଦିନରେ ତ ଏତେ ଅପମାନିତ କଲେ ଯେ ସେମାନେ ଧାରଣାରେ ବସିଲେ। ମାନେ ଗୋଟେ କେତେ ଲଜ୍ଜାର କଥା। ଯୋଉ ଗଣମାଧ୍ୟମ ସାରା ଦେଶରେ ସାରା ପୃଥିବୀ ପ୍ରଚାର କରୁଛି ଆମର ପରବର ଯୋଉ ଅନ୍ତରାଷ୍ଟ୍ରୀୟ ଆମର ଯୋଉ ପରବ ସାରା ଦେଶ ବିଦେଶରେ ଆମର ତାର ସମ୍ମାନ ପାଉଛି, କିନ୍ତୁ ଏଥର ପରବର ଆମର ଜିଲ୍ଲା ପ୍ରଶାସନ କୌଣସି ଗୋଟେ ପ୍ରୋଗ୍ରାମ ବାହାର କଲେ ନାହିଁ ଯେ କେବେ କ'ଣ ହବ, କ'ଣ ପ୍ରୋଗ୍ରାମ ହବ, କୋଉ ଲିଡର ଆସିବେ, ମୁଖ୍ୟମନ୍ତ୍ରୀ କେବେ ଆସିବେ, କୋଉ ମନ୍ତ୍ରୀ କେବେ ଆସିବେ, କେବେ ଏବେ ପର୍ଯ୍ୟନ୍ତ ବାହାର କଲେ ନାହିଁ। ଏ ପର୍ଯ୍ୟନ୍ତ କେହି ଜାଣିନାହାନ୍ତି କୋଉ ମନ୍ତ୍ରୀ ଆସିବେ। ଏଇଟା ଗୋଟେ ଲଜ୍ଜାର କଥା। ବହୁତ ଅବ୍ୟବସ୍ଥା ହଉଛି। ଗଣମାଧ୍ୟମକୁ ମଧ୍ୟ ସମ୍ମାନ ନାହିଁ। ଆଉ ଆମର ଯୋଉମାନେ ରାଜନୈତିକ ଯୋଉମାନେ ନିର୍ବାଚିତ ପ୍ରତିନିଧି ସେମାନେ ମଧ୍ୟ ସମ୍ମାନ ନାହିଁ। ଆପଣ ଦେଖିଥିବେ କୌଣସି ପୂର୍ବତନ ଏମ୍ପି କି ପୂର୍ବତନ ଏମଏଲଏ ସେମାନଙ୍କର ମଧ୍ୟ ଆପଣଙ୍କର ଷ୍ଟେଜ ପାସ୍ ନାହିଁ, ସେମାନେ ମଧ୍ୟ କୌଣସି ପାସ୍ ନାହିଁ। ବଡ଼ ଦୁଃଖର କଥା। କୌଣସି ଏକ୍ସଏମଏଲଏ କି କୌଣସି ଏମ୍ପି ଯାଇପାରୁନାହାନ୍ତି ଷ୍ଟେଜକୁ। ସେଥିପାଇଁ ସେମାନେ କେହି ଯାଉନାହାନ୍ତି, ସମସ୍ତେ ବୟକଟ୍ କରୁଛନ୍ତି ଏବଂ ସାମ୍ବାଦିକମାନେ ମଧ୍ୟ ବୟକଟ୍ କରୁଛନ୍ତି। ଏଇଟା ଆମ ଜିଲ୍ଲା ପାଇଁ ଗୋଟେ ବହୁତ ଲଜ୍ଜାର କଥା, ବହୁତ ଅପମାନର କଥା, ସମ୍ପୂର୍ଣ୍ଣ ମାତ୍ରାରେ ଅବ୍ୟବସ୍ଥା। ଏଠି କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି, କିନ୍ତୁ ଠିକ ଭାବେ ବ୍ୟବସ୍ଥା କରାଯାଉ ନାହିଁ। ଆମେ ଜାଣିପାରୁନୁ କ'ଣ ପାଇଁ ଜିଲ୍ଲାପାଳ ଏତେ ଅବ୍ୟବସ୍ଥା କରୁଛନ୍ତି। ଏଇଟା ତ ଗଣମାଧ୍ୟମ ଗୋଟେ ଲଜ୍ଜାର କଥା, ଦୁଃଖର କଥା। ଏଇଟା ମୁଁ ଦୁଃଖ ପ୍ରକାଶ କରୁଛି ଯେ ଗଣମାଧ୍ୟମ ଯୋଉ ଚତୁର୍ଥ ସ୍ତମ୍ଭ ସେମାନେ ବାଧ୍ୟ ହଉଛନ୍ତି, ସେମାନେ ଅପମାନିତ କରାଯାଉଛି, ସେମାନେ ବାଧ୍ୟ ହଉଛନ୍ତି ସେମାନେ ଧାରଣା ବସିବା ପାଇଁ। ଏବଂ ଯୋଉଠି ଆପଣ ଦେଖୁଛନ୍ତି ନିର୍ବାଚିତ ଏକ୍ସଏମଏଲ ଏକ୍ସଏମପି କୁ ପାସ୍ ନେଇ ସେଠି ଗଣମାଧ୍ୟମରେ କୋଉଠି ପଚାରିବେ। ପ୍ରଶାସନ ପୋଲିସର ତାଳମେଳ ରହୁନି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରାଯାଇଛି। ଆଉ ସେମାନେ ପ୍ରଥମ ଦିନରେ ଗଲାବେଳକୁ ସେମାନଙ୍କୁ ବସିବା ଚେୟାର ବି ବହୁତ ତଳେ ମାନେ ସାଇଡ୍ ରଖାଯାଇଥିଲା, ଯୋଉଟାରେ କି ସେମାନେ ଫଟୋ କାଢ଼ିପାରିବେ ନାହିଁ। ଏଇଟା କାହିଁକି କରୁଛନ୍ତି ବୁଝିଗଲେ। ତ ପରବର ପ୍ରଚାର ପ୍ରସାର ଗଣମାଧ୍ୟମର ଦାୟିତ୍ୱ ରହିଛି, କିନ୍ତୁ ଗଣମାଧ୍ୟମକୁ ଏମାନେ ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ସେପରି ସୁଯୋଗ ଦେଉନଥିବା କାରଣ ଜଣାପଡ଼ିଲା। ଗତକାଲି ଯେଉଁ ଧାରଣା ବସିଥିଲେ ସାମ୍ବାଦିକ ଫଟୋ ଉଠାଇବା ପାଇଁ ବସିଥିଲେ, ଭିତରକୁ ଛାଡ଼ୁନଥିଲେ ସାମ୍ବାଦିକ ଛଡ଼ାଯାଉ।